Hi guys, good evening everyone. Welcome back to my channel. So guys, आज ମୁଁ ଆସିଥିଲି ଚାନ୍ଦିପୁରକୁ ଆଉ ମୁଁ ମୋର ନିଜର ବ୍ୟକ୍ତିଗତ କାମ ପାଇଁ ଆସିଥିଲି ବ୍ୟାନର ଛପେଇବା ପାଇଁ, କିନ୍ତୁ ମୁଁ ଅଚାନକ ଭାବରେ ଦେଖିଲି ଗୋଟେ ବିକ୍ରାନ୍ତ ବସ୍ଟି ଆକ୍ସିଡେଣ୍ଟ ଆକ୍ସିଡେଣ୍ଟ ଘଟିଯାଇଛି। ତ ବହୁ ମାତ୍ରାରେ ପ୍ରବଳ ଲୋକମାନଙ୍କର ଆକ୍ସିଡେଣ୍ଟ ହେଇଛି। ମୁଁ ଆପଣମାନଙ୍କୁ ଦେଖାଉଛି, ଏଇଟା ଦେଖନ୍ତୁ ଟିକେ। ତ এই ଅବସ୍ଥାରେ ପଡ଼ିକି ରହିଛନ୍ତି ସମସ୍ତେ, ଡେଡ୍ ବଡି କହିଲେ ବି ଭୁଲ ନାହିଁ। ତ ନା ଲୋକ ବଞ୍ଚି ପାରୁଛନ୍ତି ନା ଲୋକ ମରି ପାରୁଛନ୍ତି। ତ ଆମେ ଯେତେବେଳେ କାମକୁ ଆସିଥିଲୁ ତ ପ୍ରାୟ ଆମେ 3 ଘଣ୍ଟା ହେଲାଣି ଏଠି ଅଛୁ, ଆମ୍ବୁଲାନ୍ସ ପହଞ୍ଚି ପାରୁନି ନା ଆମ୍ବୁଲାନ୍ସ ପହଞ୍ଚି ପାରୁନି। ଆହୁରି ମେଡ଼ିକାଲ ବ୍ୟକ୍ତିଗତ ଭାବରେ ମେଡ଼ିକାଲ ନେଇ ପାରୁନାହାନ୍ତି, ସରକାରଙ୍କୁ ଜଗୁଛନ୍ତି କିନ୍ତୁ ହେଇପାରୁନି। ତ ଏଇଟା ମୁଁ ରିକ୍ୱେଷ୍ଟ କରୁଛି ଆମର ଓଡ଼ିଶା ଗଭର୍ଣ୍ଣମେଣ୍ଟ, ଆମର ଗଜପତି ଗଭର୍ଣ୍ଣମେଣ୍ଟକୁ ହାତ ଯୋଡ଼ୁଛି। ଆଉ ସେଥିପାଇଁ ଆପଣ ଟିକେ ଦେଖନ୍ତୁ। ଆଉ ଏଇଟା ହେଉଛି ଅଗ୍ନିଶମ ସେବା ଗାଡ଼ି। ତ ଆମ୍ବୁଲାନ୍ସ କାହିଁ, ତ ଆମ୍ବୁଲାନ୍ସ ଜାଗାରେ ଯଦି ଏଇଟା ନିଆଁ ଲିଭେଇବାକୁ ଆସୁଛି ତ ଗଭର୍ଣ୍ଣମେଣ୍ଟ ଏଇଟା କ'ଣ ବ୍ୟବସ୍ଥା କରୁଛି। ସେଥିପାଇଁ କାଇଣ୍ଡଲି ଗଭର୍ଣ୍ଣମେଣ୍ଟକୁ ରିକ୍ୱେଷ୍ଟ କରୁଛି, ଆଉ ଡ୍ରାଇଭର ମାଲିକମାନଙ୍କୁ ବି ରିକ୍ୱେଷ୍ଟ କରୁଛି କାଇଣ୍ଡଲି। ତ ହାତ ବି ଯୋଡ଼ୁଛି, ଭଲ ଡ୍ରାଇଭରମାନଙ୍କୁ ରଖନ୍ତୁ। ଆହୁରି ଡ୍ରାଇଭରମାନେ ମୁଁ ଶୁଣିବାକୁ ପାଉଥିଲି ସେ ଗାଡ଼ିରେ ଗୋଟେ କ'ଣ ରେସିଂ ଚାଲିଥିଲା, ଆଗପଟେ ଗୋଟେ ଗାଡ଼ି ଯାଉଥିଲା, ପଛପଟେ ଗୋଟେ, ଆଉ ତାର ପଛପଟେ ରେସିଂ ଚାଲିଥିଲା। ତ କାଇଣ୍ଡଲି ମୁଁ ସମସ୍ତଙ୍କୁ ରିକ୍ୱେଷ୍ଟ କରୁଛି ଡ୍ରାଇଭରମାନଙ୍କୁ, ତ ଆପଣମାନଙ୍କ ହାତରେ 100ଟା ଜୀବନ ରହୁଛି। ତ ଆପଣମାନେ ପଇସା ପାଇ କାମ କରୁଛନ୍ତି ତ ପଇସା ଭଲରେ ଇନକମ୍ କରନ୍ତୁ। ଆଉ ଜଣଙ୍କର ଜୀବନକୁ ବାଜିରେ ଲଗେଇକି ସେମିତି ରେସିଂ କରନ୍ତୁ ନାହିଁ। ସେ ସମସ୍ତଙ୍କ ଜୀବନକୁ ସେଠି ଲଗେଇକି ଆପଣମାନେ ରେସିଂ କରନ୍ତୁ ନାହିଁ। ତ ଯେଉଁ ଜାଗାରେ ଡେଷ୍ଟିନେସନ୍ ପହଞ୍ଚିବା କଥା ସେ ଜାଗା ତାଙ୍କୁ ସୁରକ୍ଷାରେ ପହଞ୍ଚନ୍ତୁ, ଆପଣ ସୁରକ୍ଷାରେ ମାସକୁ ଦରମା ପାଆନ୍ତୁ। ତ ଏମିତି ବି ମାଲିକମାନଙ୍କୁ ରିକ୍ୱେଷ୍ଟ କରୁଛି, ଭଲ ଡ୍ରାଇଭରମାନଙ୍କୁ ରଖନ୍ତୁ। ଆଜି ବହୁତ ଦୁଃଖ ଲାଗିଲା, 3 ଘଣ୍ଟା କାଳ ହେଲାଣି ଏ ଗାଡ଼ିକୁ ଦେଖନ୍ତୁ, ଗାଡ଼ି ନମ୍ବରକୁ ଦେଖନ୍ତୁ। ତ କେଉଁ ଅବସ୍ଥାରେ ଅଛି, ଏବେ ଯାଏ ଆମ୍ବୁଲାନ୍ସ ଆସିନାହିଁ। ତ ଅଗ୍ନିଶମ ସେବା ଗାଡ଼ି ଆସିଛି। ତ ସେଥିପାଇଁ ତ ପବ୍ଲିକ୍ ଆପଣମାନଙ୍କୁ ଯେତେବେଳେ ପ୍ରଶାସନ ବୋଲି ବାଛୁଛନ୍ତି ତ ଆପଣମାନେ ପବ୍ଲିକମାନଙ୍କୁ ଟିକେ ଭଲରେ ରେସ୍ପନ୍ସ କରନ୍ତୁ। ଆପଣମାନଙ୍କୁ ପ୍ରଶାସନମାନଙ୍କୁ ପବ୍ଲିକ୍ ଆଉ ଗୋଟେ ଦିନ ଆପଣମାନଙ୍କୁ ରେସ୍ପନ୍ସ କରିବ। ଆଜି ଆପଣ ଯଦି ଏମିତିକା ପରିଚୟ ଦେବେ ତ ଆସନ୍ତା ସମୟରେ ପବ୍ଲିକ୍ ଆପଣମାନଙ୍କୁ କ'ଣ ବୋଲି ପରିଚୟ ପାଇବ। ତ ସେଥିପାଇଁ ମୁଁ ରିକ୍ୱେଷ୍ଟ କରୁଛି ପ୍ରଶାସନ ଆହୁରି ଡ୍ରାଇଭରମାନଙ୍କୁ, ଆପଣ ପବ୍ଲିକ୍ର ଜୀବନକୁ ଧରି କେବେ ବି ଖେଳନ୍ତୁ ନାହିଁ। ପବ୍ଲିକ୍ ମାନେ ଏମିତି ସେୟାର କରନ୍ତୁ ଯେ ପ୍ରଶାସନମାନଙ୍କ ପାଖରେ ପହଞ୍ଚିବ, ତାପରେ ସେ ମାଲିକମାନଙ୍କ ପାଖରେ ବି ପହଞ୍ଚିବ। ତ ଉଚିତ ଟାଇମ୍ରେ ଆମେ ପବ୍ଲିକ୍ ଆମେ ଉଚିତ ସେବା ପାଇବା। ତ ତାହେଲେ ମୁଁ ଆପଣମାନଙ୍କ ଠାରେ ଖୁସି ହେବି। ଧନ୍ୟବାଦ। ଯଦି ଭୁଲ କହିଛି ମୋତେ କ୍ଷମା କରନ୍ତୁ।